ନମସ୍କାର ଦୋସ୍ତୋ, ଆପଣମାନେ କେମିତି ଅଛନ୍ତି? ଆଶା କରୁଛୁ ମା ଭବାନୀଙ୍କ କୃପାରୁ ଆପଣମାନେ ସମସ୍ତେ ବହୁତ ଭଲରେ ଥିବେ। ଦୋସ୍ତୋ, ସତର୍କ ହୋଇଯାଆନ୍ତୁ। ଆଖିରୁ ଆଉ ଅଶ୍ରୁ ରହିବ ନାହିଁ। ଏପରି ଏକ ଝଡ଼ ଆସିବାକୁ ଯାଉଛି। ଝଡ଼ ଆସିବାକୁ ଯାଉଛି, ଆଉ ଆଖିରୁ ଲୁହ ଥମିବ ନାହିଁ। ବନ୍ଧୁଗଣ, ଯଦି ଆପଣ ଏହି ଭିଡିଓ ପର୍ଯ୍ୟନ୍ତ ପହଞ୍ଚି ଯାଇଛନ୍ତି, ତେବେ ବୁଝିନିଅନ୍ତୁ ଯେ ଏହା କୌଣସି ସଂଯୋଗ ନୁହେଁ। ଏହା ବ୍ରହ୍ମାଣ୍ଡର ଏକ ସିଧାସଳଖ ସଂକେତ ଯେ ଆପଣଙ୍କୁ ବିଶେଷ ଭାବରେ ଚୟନ କରାଯାଇଛି। କିନ୍ତୁ ମନେ ରଖନ୍ତୁ, ଗୋଟିଏ ଛୋଟ ଅସାବଧାନତା, ଗୋଟିଏ ଭୁଲ ପଦକ୍ଷେପ ଆପଣଙ୍କ ଜୀବନକୁ ଅନ୍ଧକାରମୟ କରିପାରେ। ଏପରି ସମୟ ଆସିବାକୁ ଯାଉଛି ଯେତେବେଳେ ଆପଣଙ୍କ ଆଖିରୁ ରକ୍ତ ଭଳି ଲୁହ ବହିପାରେ, ଆପଣଙ୍କ ଦେହର ରୋମାଞ୍ଚ ଠିଆ ହୋଇଯିବ ଏବଂ ଆପଣଙ୍କ ଆତ୍ମା ଥରି ଉଠିବ। କାରଣ ଆଗାମୀ ଘଣ୍ଟା ଭିତରେ ଏପରି ଏକ ଲହରୀ ଆସିବାକୁ ଯାଉଛି ଯାହାର କଳ୍ପନା କୌଣସି ସାଧାରଣ ମଣିଷ କରିପାରିବ ନାହିଁ। ନମସ୍କାର ବନ୍ଧୁଗଣ, ହର ହର ମହାଦେବ, ଜୟ ଶନିଦେବ ମହାରାଜ, ଜୟ ବଜରଙ୍ଗବଳୀ ସରକାର। ସର୍ବପ୍ରଥମେ ନିଜ ହୃଦୟରେ ଏହି କଥାଟିକୁ ବସାଇ ନିଅନ୍ତୁ ଯେ ଆଜି ମୁଁ ଯାହା କିଛି କହିବାକୁ ଯାଉଛି ତାକୁ ମଜାକ ବୋଲି ଭାବି ଏଡ଼ାଇ ଦିଅନ୍ତୁ ନାହିଁ। ଏହା କେବଳ ଏକ ଭବିଷ୍ୟବାଣୀ ନୁହେଁ, ବରଂ ଏକ ବ୍ରହ୍ମାଣ୍ଡୀୟ ଚେତାବନୀ ଅଟେ। ମୁଁ ପଞ୍ଚମୁଖୀ ହନୁମାନଙ୍କୁ ସାକ୍ଷୀ ରଖି ଅଗ୍ନିର ଶପଥ ନେଇ କହୁଛି ଯେ ଯଦି ମୋର ଆଜିର ଗୋଟିଏ ବି କଥା ସତ ନ ବାହାରେ, ତେବେ ମୁଁ ଜୀବନସାରା ଭବିଷ୍ୟବାଣୀ କରିବା, ଭିଡିଓ ବନାଇବା ସବୁକିଛି ତ୍ୟାଗ କରିଦେବି। ଏହା ମୋର ପ୍ରତିଜ୍ଞା, ମୋର ବଚନ, ଯାହା କେବେ ମିଥ୍ୟା ହୋଇପାରିବ ନାହିଁ। ବନ୍ଧୁଗଣ, ଆଗାମୀ ଘଣ୍ଟା ଆପଣଙ୍କ ଜୀବନର ସବୁଠାରୁ ସାଧାରଣ ସମୟ ନୁହେଁ। ଏହା କଳିଯୁଗ ଭିତରେ ଘଟୁଥିବା ଏପରି ଏକ ଦିବ୍ୟ ଏବଂ ଭୟଙ୍କର ଦର ଯାହାର କଳ୍ପନା ମଧ୍ୟ କରାଯାଇପାରିବ ନାହିଁ। ଯେତିକିବେଳେ ଏହି ସମୟ ଆରମ୍ଭ ହେବ, ଆପଣଙ୍କ ଜୀବନରେ ଗ୍ରହମାନଙ୍କ ଚଳନ ଏପରି ଏକ ଅଦ୍ଭୁତ ସଙ୍ଗମ ସୃଷ୍ଟି କରିବ ଯାହା ଗତ ବର୍ଷ ମଧ୍ୟରେ ଦେଖାଯାଇ ନାହିଁ। ଏହା କୌଣସି ସାଧାରଣ ଗୋଚର ନୁହେଁ। ଗୁରୁ, ଶୁକ୍ର, ମଙ୍ଗଳ, ବୁଧ ଏବଂ ସୂର୍ଯ୍ୟ ସମସ୍ତେ ନିଜର ବିଶେଷ ସ୍ଥିତିକୁ ଆସୁଛନ୍ତି, ଯାହା ମିଶି ଏପରି ଏକ ବ୍ରହ୍ମାଣ୍ଡୀୟ ଝଡ଼ ସୃଷ୍ଟି କରିବ ଯାହା ଆପଣଙ୍କ ଜୀବନକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇପାରେ। ଯଦି ଆପଣ ଥକି ଯାଇଛନ୍ତି, ହାରିଯାଇଛନ୍ତି ଏବଂ ଲାଗୁଛି ଯେ ଆଉ କିଛି ହୋଇପାରିବ ନାହିଁ, ତେବେ ଏହି ଭିଡିଓ କେବଳ ଆପଣଙ୍କ ପାଇଁ ଅଟେ। ଏହି କିଛି ମିନିଟକୁ ଆପଣଙ୍କ ଜୀବନର ସବୁଠାରୁ ମୂଲ୍ୟବାନ ସମୟ ବୋଲି ବୁଝନ୍ତୁ, କାରଣ ଏହା ଆପଣଙ୍କ ସମଗ୍ର ଜୀବନର ଦିଗକୁ ବଦଳାଇ ଦେଇପାରେ। କିନ୍ତୁ ସାବଧାନ ରହିବେ, ଘଣ୍ଟା ମଧ୍ୟରେ ଏକ ଛୋଟ ଭୁଲ, ଏକ ଭୁଲ ପଦକ୍ଷେପ ଆପଣଙ୍କୁ ଭିତରୁ ଭାଙ୍ଗି ଦେଇପାରେ, ଆପଣଙ୍କୁ ରକ୍ତ ଲୁହ କନ୍ଦାଇପାରେ, ଆପଣଙ୍କ ଘରର ଖୁସିକୁ ଶ୍ମଶାନର ନୀରବତାରେ ପରିଣତ କରିପାରିପାରେ। କିନ୍ତୁ ଯଦି ଆପଣ ଧୈର୍ଯ୍ୟର ସହ ସବୁକିଛି ଶୁଣିବେ, ବୁଝିବେ ଏବଂ ଆତ୍ମସ୍ଥ କରିବେ, ତେବେ ଏହି ସମୟ ଆପଣଙ୍କ ଘରେ ଖୁସିର ନଗାରା ବଜାଇବ, ଏପରି ଶୁଭ ଖବର ଆଣିଦେବ ଯାହାର ଲୋକମାନେ ବର୍ଷ ବର୍ଷ ଧରି ଚର୍ଚ୍ଚା କରିବେ। ଆପଣଙ୍କ କୁଣ୍ଡଳୀରେ ଏବେଠାରୁ ଏକ ଦିବ୍ୟ ସଂଯୋଗ ବନୁଛି ଯାହା ଆପଣଙ୍କ ଭାଗ୍ୟକୁ ସମ୍ପୂର୍ଣ୍ଣ ରୂପେ ବଦଳାଇବାକୁ ଯାଉଛି। ଯଦି ଆପଣ ଏହି ଭିଡିଓ ପର୍ଯ୍ୟନ୍ତ ପହଞ୍ଚି ଯାଇଛନ୍ତି, ତେବେ ଏହା ଭଗବାନଙ୍କ ଏକ ସିଧାସଳଖ ବ୍ୟବସ୍ଥା, ଏକ ସଂକେତ ଯେ ଏବେ ଆପଣଙ୍କ ପାଳି ଆସିଛି। ମୁଁ ଆଜି ଆପଣଙ୍କ ସମ୍ମୁଖରେ ତିନୋଟି ଏପରି ରହସ୍ୟ ଖୋଲିବାକୁ ଯାଉଛି ଯାହା ଏହି ବିଶେଷ ସମୟରେ ଆପଣଙ୍କ ଜୀବନରେ ଅବଶ୍ୟ ଘଟିବ। ଯଦି ଏହି ତିନୋଟି କଥାରୁ ଗୋଟିଏ ବି ଭୁଲ ପ୍ରମାଣିତ ହୁଏ, ତେବେ ମୁଁ ଆଚାର୍ଯ୍ୟ ସବୁଦିନ ପାଇଁ ଭବିଷ୍ୟବାଣୀ କରିବା ତ୍ୟାଗ କରିଦେବି। ଏହା ମୋର ଖୋଲା ପ୍ରତିଜ୍ଞା ଅଟେ। ଆପଣ ଚାହିଁଲେ କାଗଜରେ ଲେଖି ରଖିପାରିବେ ଯେ ଆଜି ଯାହା କୁହାଯାଉଛି ତାକୁ ସ୍ୱୟଂ ଭଗବାନ ମଧ୍ୟ ଟାଳି ପାରିବେ ନାହିଁ। ଯଦି ଆପଣଙ୍କ ଭିତରେ ସାହସ ଅଛି, ତେବେ ଏହି ଭିଡିଓକୁ ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ, କାରଣ ଯେଉଁ ରହସ୍ୟଗୁଡ଼ିକ ଖୋଲିବାକୁ ଯାଉଛି, ସେଗୁଡ଼ିକ ଆପଣଙ୍କ ଦେହର ରୋମାଞ୍ଚ ଠିଆ କରିଦେବ, ଆପଣଙ୍କ ଆତ୍ମାକୁ ହଲାଇଦେବ। ଆଜି ମୁଁ ଆପଣଙ୍କୁ ଡରାଉ ନାହିଁ ବରଂ ସତ୍ୟତା କହୁଛି।
ଏହି ସମୟରେ ଆପଣଙ୍କ କୁଣ୍ଡଳୀରେ ଏକ ମହାତାଣ୍ଡବ ଯୋଗ ସକ୍ରିୟ ହେଉଛି, ଯାହା ଗ୍ରହମାନଙ୍କ ଉଚ୍ଚ ପ୍ରବେଶ ଯୋଗୁଁ ଆହୁରି ପ୍ରଚଣ୍ଡ ରୂପ ନେବ। ଏହି ଯୋଗ ଏକ ଧାରୀ ତରବାରୀ ଭଳି ଅଟେ। ଯଦି ଆପଣ ଏହାକୁ ସମ୍ଭାଳି ନେଲେ, ତେବେ ଆପଣଙ୍କ ଭାଗ୍ୟ ଚମକି ଉଠିବ। କିନ୍ତୁ ମାମୁଲି ଭୁଲ ଆପଣଙ୍କ ଘରର ଖୁସିକୁ ନଷ୍ଟ କରିଦେଇପାରେ। ସେଥିପାଇଁ ଏହି ରୁମ୍ ଘଣ୍ଟାକୁ ଆପଣଙ୍କ ଜୀବନର ସବୁଠାରୁ ମୂଲ୍ୟବାନ ମୁହୂର୍ତ୍ତ ଭାବରେ ମାନି ଶୁଣନ୍ତୁ ଏବଂ ବୁଝନ୍ତୁ। ଯଦି ଜ୍ଞାନ ପାଇବା ପରେ ମଧ୍ୟ ଆପଣ ଏହାକୁ ଅଣଦେଖା କଲେ, ତେବେ ଆଗାମୀ 7ଟି ଜନ୍ମ ପର୍ଯ୍ୟନ୍ତ ଦାରିଦ୍ର୍ୟ, ଅପମାନ ଏବଂ କଟୁକ୍ତି ଆପଣଙ୍କ ପିଛା ଛାଡ଼ିବ ନାହିଁ। କିନ୍ତୁ ଯଦି ଆପଣ ଏହି କଥାଗୁଡ଼ିକୁ ହୃଦୟରୁ ଆପଣେଇ ନିଅନ୍ତି, ତେବେ ଏହି ସମୟ ଆପଣଙ୍କୁ 7 ପିଢ଼ି ପର୍ଯ୍ୟନ୍ତ ସମୃଦ୍ଧି ଏବଂ ସମ୍ମାନର ଆଧାର ଦେଇପାରେ। ଏବେ ଧ୍ୟାନ ଦେଇ ଶୁଣନ୍ତୁ। ପ୍ରଥମ କଥାଟି ଆପଣଙ୍କ ଲୁଚି ରହିଥିବା ଶତ୍ରୁମାନଙ୍କ ବିନାଶ ସହ ଜଡ଼ିତ। ଦ୍ୱିତୀୟ କଥାଟି ଆପଣଙ୍କ ଜୀବନରୁ ଦାରିଦ୍ର୍ୟ ଏବଂ ଅଭାବକୁ ଶେଷ କରିବାକୁ ବାଲା। ତୃତୀୟ କଥାଟି ଏତେ ଗମ୍ଭୀର ଏବଂ ରହସ୍ୟମୟ ଯେ ଏହାକୁ ଶୁଣିବା ପାଇଁ ଆପଣଙ୍କୁ ନିଜ ହୃଦୟକୁ ପଥର ଭଳି ଦୃଢ଼ କରିବାକୁ ପଡ଼ିବ। ମୁଁ ଅଗ୍ନିଦେବଙ୍କୁ ସାକ୍ଷୀ ରଖି ଶପଥ ନେଉଛି ଯେ ଯଦି ଏହି 3ଟି କଥା ଆଗାମୀ ରୁମ୍ ଘଣ୍ଟା ମଧ୍ୟରେ ଆପଣଙ୍କ ଜୀବନରେ କୌଣସି ନା କୌଣସି ରୂପରେ ସତ ନ ହୁଏ, ତେବେ ମୁଁ ଜୀବନସାରା ନିଜକୁ ଆପଣଙ୍କ ସେବକ ବୋଲି ମାନିବି। ଏହା ମୋ ଜୀବନର ସବୁଠାରୁ ବଡ଼ ବଚନ ଅଟେ। ଏବେ ପ୍ରଶ୍ନ ହେଉଛି, ଆପଣ କ'ଣ ଏହି ମହାତାଣ୍ଡବ ପାଇଁ ପ୍ରସ୍ତୁତ, ଯାହା ଏବେଠାରୁ ଆରମ୍ଭ ହୋଇ ଆଗାମୀ କିଛି ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ପ୍ରଚଣ୍ଡ ରୂପରେ ସାମ୍ନାକୁ ଆସିବାକୁ ଯାଉଛି? ଆପଣ ଭାବୁଥିବେ ଯେ ଶେଷରେ ଏହି ସମୟରେ ଏପରି କ'ଣ ବିଶେଷ ଅଛି? ତେବେ ଶୁଣନ୍ତୁ, ଗୁରୁ ଏବଂ ଅନ୍ୟ ଗ୍ରହମାନଙ୍କ ଏହି ଦୁର୍ଲଭ ସଂଯୋଗ ଏକ ଏପରି ଅଦୃଶ୍ୟ ମାର୍ଗ ପ୍ରସ୍ତୁତ କରିଛି, ଯାହା ସିଧାସଳଖ ଆପଣଙ୍କ ଭାଗ୍ୟର ଧନଭଣ୍ଡାର ପର୍ଯ୍ୟନ୍ତ ପହଞ୍ଚିଥାଏ। ଏହି ସମୟ ସେହି ତାଲାକୁ ଖୋଲିପାରେ ଯାହାକୁ ଆପଣ ବର୍ଷ ବର୍ଷ ଧରି ଖୋଲିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ଏଠାରେ ସବୁଠାରୁ ବଡ଼ ଖେଳ ଲୁଚି ରହିଛି। ପ୍ରଥମ ଘଟଣାର ସୂଚନା ଆପଣଙ୍କ ସବୁଠାରୁ ବଡ଼ ଶତ୍ରୁ ପାଖରେ ମଧ୍ୟ ପହଞ୍ଚି ସାରିଛି, ଯିଏ ଆପଣଙ୍କ ଖୁସି ଉପରେ ଏକ ଅଦୃଶ୍ୟ ତାଲା ପକାଇ ରଖିଥିଲା, ଯିଏ ଆପଣଙ୍କ ହସ ଦେଖି ଭିତରେ ଭିତରେ ଜଳୁଥିଲା। ଏବେ ସେ ଏପରି ଏକ ଚାଲ ଚାଲିବାକୁ ଯୋଜନା କରୁଛି ଯାହା ଆପଣଙ୍କୁ ବର୍ବାଦ କରିପାରେ। କିନ୍ତୁ ଏବେ ଆପଣ ଏକା ନୁହନ୍ତି। ବାଗେଶ୍ୱର ଧାମର ଦିବ୍ୟଶକ୍ତି ଆପଣଙ୍କ ଚାରିପାଖରେ ଏକ ଅଦୃଶ୍ୟ କବଚ ତିଆରି କରୁଛି, ଯାହା ତାର ପ୍ରତ୍ୟେକ ଆକ୍ରମଣକୁ ଓଲଟାଇ ତା ନିଜ ଉପରେ ପକାଇଦେବ। ଯେଉଁ ଗାତ ଆପଣଙ୍କ ପାଇଁ ଖୋଳାଯାଇଥିଲା, ଏବେ ସେଥିରେ ସେ ନିଜେ ପଡ଼ିବ। ଏବେ ଭାବନ୍ତୁ, ସେହି ଶତ୍ରୁ କିଏ ଏବଂ ସେ କ'ଣ କରିବାକୁ ଚେଷ୍ଟା କରୁଛି? ଏହି ରହସ୍ୟ ମୁଁ ଏହି ଭିଡିଓରେ ହିଁ ଖୋଲିବି। କିନ୍ତୁ ସେଥିପୂର୍ବରୁ ଆପଣଙ୍କୁ ସେହି ମହାଧନ ଯୋଗର ସତ୍ୟତା ଶୁଣିବାକୁ ପଡ଼ିବ, ଯାହା ଆପଣଙ୍କ 7 ପିଢ଼ିର ଦିଗକୁ ବଦଳାଇ ଦେଇପାରେ। ଏହାକୁ ହାଲୁକା ଭାବେ ନିଅନ୍ତୁ ନାହିଁ, ଲେଖି ସୁରକ୍ଷିତ ରଖିଦିଅନ୍ତୁ। ଆଗାମୀ ରୁମ୍ ଘଣ୍ଟା ଭିତରେ ଆପଣଙ୍କ ଜୀବନରେ ହେତୁ କୌଣସି ବିଶେଷ ବସ୍ତୁ ହାତକୁ ଆସିବାକୁ ଯାଉଛି, କିମ୍ବା ଏପରି ଏକ ଖବର ଆପଣଙ୍କ କାନରେ ପହଞ୍ଚିବ ଯାହାକୁ ଲୋକମାନେ ଚମତ୍କାର କହିବେ। କିନ୍ତୁ ମୁଁ ତାହାକୁ ଚମତ୍କାର ନୁହେଁ, ବରଂ ବାଲାଜୀ ମହାରାଜଙ୍କ ନ୍ୟାୟ ବୋଲି କହିବି। ଆପଣ ଗତ ବର୍ଷ ଭିତରେ ଯେତିକି ଅପମାନ ସହିଛନ୍ତି, ଯେତେଥର କାହା ଆଗରେ ମୁଁ ହେଇଛନ୍ତି, ସେସବୁର ହିସାବ ଉପର କୋର୍ଟରେ ଖୋଲିସାରିଛି। ସେହି ଲୋକମାନେ ଯାହାଙ୍କ ଆଗରେ ଆପଣ ଠିଆ ହୋଇଥିଲେ, ସେମାନେ ଏବେ ଆଗାମୀ କିଛି ଘଣ୍ଟା ମଧ୍ୟରେ ଆପଣଙ୍କ ଦ୍ରଦେଶରେ ଠିଆ ହୋଇଥିବାର ନଜର ଆସିବେ। ଯେଉଁମାନେ ଆପଣଙ୍କୁ ଅଣଦେଖା କରୁଥିଲେ, ସେମାନେ ଏବେ ଆପଣଙ୍କ ଗୋଟିଏ ହସ ପାଇଁ ବ୍ୟାକୁଳ ହେବେ। କିନ୍ତୁ ଏସବୁ ସେତେବେଳେ ହିଁ ସମ୍ଭବ ହେବ ଯେତେବେଳେ ଆପଣ ତୃତୀୟ ଏବଂ ସବୁଠାରୁ ଗୁପ୍ତ କଥାଟିକୁ ସଠିକ୍ ଅର୍ଥରେ ବୁଝିପାରିବେ। ତୃତୀୟ କଥାଟି ଏତେ ରହସ୍ୟମୟ ଯେ ଯେମିତି ଆପଣ ଏହାକୁ ନିଜ ଘରେ ଲାଗୁ କରିବେ, ବାସ୍ତୁଦୋଷ, ନଜର ଦୋଷ, ତନ୍ତ୍ରମନ୍ତ୍ରର କଳାଛାୟା ସବୁକିଛି ଅଗ୍ନିରେ ଆହୁତି ଭଳି ଭସ୍ମ ହୋଇଯିବ।
କ'ଣ ଆପଣ ଜାଣିଛନ୍ତି ଯେ ଆପଣଙ୍କ ଘରର କେଉଁ କୋଣରେ ସେହି ସଙ୍କଟ ବସିଛି ଯାହା ଆପଣଙ୍କ ଉନ୍ନତିକୁ ଅଟକାଉଛି? କେଉଁ ସ୍ଥାନରୁ ନକାରାତ୍ମକତା ବାରମ୍ବାର ଜନ୍ମ ନେଉଛି? ସେହି ତୃତୀୟ କଥାଟି ସେହି ସଙ୍କଟର ମୂଳ ଉପରେ ପ୍ରହାର କରିବ। ଡରନ୍ତୁ ନାହିଁ, ଭୟଭୀତ ହୁଅନ୍ତୁ ନାହିଁ। ମୁଁ ଆପଣଙ୍କୁ ଗୋଟିଏ ଗୋଟିଏ ପରଫ ଖୋଲି ସତ୍ୟତା ଦେଖାଇବି। ମୁଁ ଏପଟ ସେପଟର କଥା କହୁନାହିଁ, ସିଧାସଳଖ ସେହି ସ୍ଥାନକୁ ନେଇଯାଉଛି ଯେଉଁଠାରେ ଏହି ସମୟରେ ଯେତେବେଳେ ଆପଣ ଶୋଇବାକୁ ଯିବେ, ଆପଣଙ୍କ ମନରେ ଏହି ବିଶ୍ୱାସ ରହିବ ଯେ ଆପଣଙ୍କ ଭାଗ୍ୟ ବଦଳି ଯାଇଛି, କୋଟିପତି ହେବାର ଆରମ୍ଭ ହୋଇଯାଇଛି। ଏହା ମୋର ନୁହେଁ, ସ୍ୱୟଂ ବିଧାତାଙ୍କ ଲିଖିତ ପଟକଥା ଅଟେ ଯାହାକୁ ଆଜି ସମଗ୍ର ସଂସାର ଦେଖିବ। କିନ୍ତୁ ଗୋଟିଏ କଥା ସର୍ବଦା ମନେ ରଖନ୍ତୁ, ଏହି ରାଜଯୋଗ, ଏହି ଅମୃତ ସିଦ୍ଧି ଯୋଗ କେବଳ ସେହିମାନଙ୍କ ପାଇଁ କାମ କରିବ ଯାହାଙ୍କ ହୃଦୟ ସଚ୍ଚୋଟ, ଆତ୍ମା ପବିତ୍ର ଏବଂ ଯେଉଁମାନେ ଶ୍ରଦ୍ଧାର ସହ ଶୁଣୁଛନ୍ତି। କ'ଣ ଆପଣ ଏଯାଏଁ କମେଣ୍ଟରେ ଜୟ ବାଗେଶ୍ୱର ଧାମ ଲେଖିଛନ୍ତି? କ'ଣ ଆପଣ ଚ୍ୟାନେଲକୁ ସବସ୍କ୍ରାଇବ କରିଛନ୍ତି ଏବଂ ଭିଡିଓକୁ ହୃଦୟରୁ ଲାଇକ୍ କରିଛନ୍ତି? ଯଦି କରିନାହାନ୍ତି, ତେବେ ବୁଝିନିଅନ୍ତୁ ଯେ ଆପଣଙ୍କ ଆବେଦନ ଏବେ ବି ଅସମ୍ପୂର୍ଣ୍ଣ ଅଛି। ଯେମିତି ଆପଣ ପୂର୍ଣ୍ଣ ବିଶ୍ୱାସ ସହିତ ସେହି ନାମ ଲେଖିବେ, ଏହି ତିନୋଟି କଥାର ଶକ୍ତି ଆପଣଙ୍କ ଜୀବନରେ ସକ୍ରିୟ ହୋଇଯିବ। ତେଣୁ ପ୍ରସ୍ତୁତ ହୋଇଯାଆନ୍ତୁ, କାରଣ ଏବେ ମୁଁ ଆରମ୍ଭ କରୁଛି ପ୍ରଥମ କଥାଟି ଯାହା ଆପଣଙ୍କ ଶତ୍ରୁମାନଙ୍କ ହୃଦୟରେ ନିଆଁ ଜାଳିଦେବ। ପ୍ରଥମ କଥାଟି ଖୋଲିବା ପୂର୍ବରୁ ନିଜ ଛାତି ଉପରେ ହାତ ରଖି ଚିନ୍ତା କରନ୍ତୁ। କ'ଣ ଆପଣଙ୍କ ସହିତ ବାରମ୍ବାର ଏପରି ହୋଇଛି କି କାମ ହେଉ ହେଉ ବିଗିଡ଼ି ଯାଇଛି? ସବୁକିଛି ଠିକ୍ ଚାଲିଥିଲା, କିନ୍ତୁ ହଠାତ୍ କୌଣସି ଅଦୃଶ୍ୟ ବାଧା ଆସି ସବୁ ଗୋଳମାଳ କରିଦେଲା। ଘରେ ସମସ୍ତେ ଅଛନ୍ତି, ଲୋକମାନେ ଜ୍ଞାତ ଅଟନ୍ତି, ତଥାପି ବିନା କୌଣସି କାରଣରେ ଏକ ଅଜଣା ଡର, ଅସ୍ଥିରତା, ଅନନିଶ୍ୱାସୀ ଭାବ ମନର କୋଣରେ ବସି ରହିଥାଏ। ଯଦି ହଁ, ତେବେ ଏହା କୌଣସି ଭ୍ରମ ନୁହେଁ, ଏହା କୌଣସି ଅନ୍ଧବିଶ୍ୱାସ ନୁହେଁ, ଏହା ଏକ ଅଦୃଶ୍ୟ ଶୃଙ୍ଖଳା ଯାହା ଆପଣଙ୍କୁ ବାନ୍ଧି ରଖିଥିଲା। ଏବେଠାରୁ ଆରମ୍ଭ କରି ଆଗାମୀ କିଛି ଘଣ୍ଟା ପର୍ଯ୍ୟନ୍ତ ଯେଉଁ ତାଣ୍ଡବ ଯୋଗ ସକ୍ରିୟ ହେବ, ସେହି ଶୃଙ୍ଖଳାକୁ ଭାଙ୍ଗିଦେବ। ଯୋଗର ସମୟ କମ ଅଛି, ଚମତ୍କାର ବହୁତ ବଡ଼ ଅଛି। ଆଗାମୀ ସକାଳେ ଏହି କମେଣ୍ଟ ସେକ୍ସନରେ ନିଜର ଜିତିବା, ନିଜର ଚମତ୍କାରର ଖବର ଲେଖିବାକୁ ଭୁଲିବେ ନାହିଁ। କିନ୍ତୁ ଅପେକ୍ଷା କରନ୍ତୁ, ବାହାରିବା ପୂର୍ବରୁ ସବୁଠାରୁ ଜରୁରୀ କାର୍ଯ୍ୟଟି ଶୁଣି ନିଅନ୍ତୁ। ଯେମିତି ଏହି ଭିଡିଓ ସମାପ୍ତ ହେବ, ସର୍ବପ୍ରଥମେ ନିଜ ଘରର ମନ୍ଦିରକୁ ଯାଆନ୍ତୁ। ସେଠାରେ ହନୁମାନଜୀଙ୍କ ସମ୍ମୁଖରେ ଏକ ମାଟିର ଦୀପ ପ୍ରଜ୍ୱଳିତ କରନ୍ତୁ। ଯଦି କୌଣସି କାରଣରୁ ଦୀପ ଉପଲବ୍ଧ ନାହିଁ, ତେବେ ତାଙ୍କ ସମ୍ମୁଖରେ ବସି ମନେ ମନେ ଗଭୀର ଧ୍ୟାନ କରନ୍ତୁ, ତାଙ୍କୁ ସ୍ମରଣ କରନ୍ତୁ। ଲେଖି ରଖିଦିଅନ୍ତୁ, ଯେମିତି ସେହି ଦୀପ ଜଳିବ, ଆପଣଙ୍କ ଘରର ଉତ୍ତର ପୂର୍ବ କୋଣରେ ଜମି ରହିଥିବା ନକାରାତ୍ମକ ଶକ୍ତି, ତନ୍ତ୍ରମନ୍ତ୍ର, କୁନଜର ସବୁକିଛି ଧୂଆଁ ପରି ଉଡ଼ିଯିବାକୁ ଲାଗିବ। ଏହା କୌଣସି ସାଧାରଣ ଦୀପ ହେବ ନାହିଁ। ଏହା ଆପଣଙ୍କ ବିଜୟ, ଆପଣଙ୍କ ପୁନର୍ଜନ୍ମ, ଆପଣଙ୍କ ନୂତନ ଶୁଭ ଅଧ୍ୟାୟର ପ୍ରତୀକ ହେବ। ଘଣ୍ଟାର କଣ୍ଟା ଦ୍ରୁତ ଗତିରେ ଚାଲୁଛି। ଘଣ୍ଟାର ସେହି ଚୟନ ହୋଇଥିବା ମୁହୂର୍ତ୍ତଗୁଡ଼ିକ ବହୁତ ପାଖକୁ ଆସିସାରିଛି। ବ୍ରହ୍ମାଣ୍ଡର ଶକ୍ତିଗୁଡ଼ିକ ନିଜ ନିଜ ସ୍ଥାନରେ ବସିସାରିଛନ୍ତି, ରାଜଯୋଗର ଦ୍ୱାର ଖୋଲିସାରିଛି। ଯେଉଁମାନେ ଏହି ସମୟରେ ଅସାବଧାନ ହୋଇ ଶୋଇଛନ୍ତି, ସେମାନେ ଶୋଇ ରହିବେ, କିନ୍ତୁ ଯେଉଁମାନେ ଜାଗ୍ରତ ହୋଇଛନ୍ତି, ଯେଉଁମାନେ ସଚେତ ରହିଛନ୍ତି, ସେମାନଙ୍କ ଆଗାମୀ 7 ପିଢ଼ି ମଧ୍ୟ ଏହି ଜାଗରଣର ଫଳ ପାଇବେ। ମୁଁ ଆଚାର୍ଯ୍ୟ ପୁନର୍ବାର କହୁଛି, ଅଗ୍ନିର ନିଆଯାଇଥିବା ଶପଥ କେବେ ମିଥ୍ୟା ହୁଏ ନାହିଁ। ମୋର ବଚନ ପଥରର ରେଖା ଅଟେ। ଯଦି ଆଗାମୀ ଘଣ୍ଟା ଭିତରେ ଆପଣଙ୍କ ଜୀବନରେ ସେହି ପରିବର୍ତ୍ତନର ଆରମ୍ଭ ନ ହେଲା, ଯାହା ବିଷୟରେ ମୁଁ ଦାବି କରିଛି, ତେବେ ମୁଁ ସ୍ୱୟଂ ଆପଣ ସମସ୍ତଙ୍କ ସାମ୍ନାକୁ ଆସି ନିଜର ହାର ସ୍ୱୀକାର କରିନେବି। କିନ୍ତୁ ମୋତେ ବାଲାଜୀ ମହାରାଜଙ୍କ କୃପା ଉପରେ ସମ୍ପୂର୍ଣ୍ଣ ଭରସା ଅଛି ଯେ ଆଗାମୀ କିଛି ଘଣ୍ଟା ମଧ୍ୟରେ
ଆପଣଙ୍କ ଘରେ ବିଜୟର ପତାକା ଅବଶ୍ୟ ଉଡ଼ିବ। ଶେଷରେ କେବଳ ଏତିକି କହିବି, ଶ୍ରଦ୍ଧାର ପରୀକ୍ଷାରେ ଦୁର୍ବଳ ହୁଅନ୍ତୁ ନାହିଁ। ଅନ୍ୟମାନଙ୍କ ପାଖରେ ସନ୍ଦେଶ ପହଞ୍ଚାଇବାରେ କାର୍ପଣ୍ୟ କରନ୍ତୁ ନାହିଁ। କାରଣ ହୁଏତ ଆପଣଙ୍କର ଗୋଟିଏ ସେୟାର କାହାର ବୁଡ଼ୁଥିବା ଜୀବନକୁ କୂଳ ଦେଇପାରେ। ଏବଂ ଯାଉ ଯାଉ କମେଣ୍ଟରେ ଜୟ ଶ୍ରୀରାମ ଅବଶ୍ୟ ଲେଖନ୍ତୁ, କାରଣ ତାହା ହିଁ ଆପଣଙ୍କ ଜୀବନର ସବୁଠାରୁ ଦୃଢ଼ ସୁରକ୍ଷା କବଚ ପାଲଟିବ। ଏବେ ଯାଆନ୍ତୁ ଏବଂ ନିଜ ଆଖିରେ ନିଜ ଭାଗ୍ୟକୁ ପରିବର୍ତ୍ତନ ହେବାର ଦେଖନ୍ତୁ। ଆଗାମୀ ସକାଳେ ମୁଁ ଏହି କମେଣ୍ଟ ସେକ୍ସନରେ ଆପଣଙ୍କ ସଫଳତାର କାହାଣୀ ପଢ଼ିବା ପାଇଁ